ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ ଏବଂ ଏହି ସମୟରେ ଏହି ଭିଡ଼ିଓକୁ ଦେଖୁଥିବା ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ପୃଥିବୀ ସୃଷ୍ଟି ବିଷୟରେ କହିବା ପାଇଁ ଚାହେଁ। କାରଣ ବର୍ତ୍ତମାନ ସମୟରେ ଅନେକ ଜାଗାରେ ଅନେକ ସମୟରେ ଅନେକ ପ୍ରକାର ଲୋକମାନେ এই ସୃଷ୍ଟିକୁ ନେଇ, এই ପୃଥିବୀ ସୃଷ୍ଟିକୁ ନେଇ ଅନେକ ଲୋକ ଅନେକ ପ୍ରକାର କଥା କହନ୍ତି। এই ସୃଷ୍ଟିକୁ ନେଇ ଆପଣମାନେ ଶୁଣିଥିବେ, ଜାଣି ମଧ୍ୟ ଥିବେ ଏବଂ ଲୋକମାନଙ୍କ ପାଖରେ ଆପଣମାନେ ପ୍ରକାଶ ମଧ୍ୟ କରିଥିବେ ଏବଂ ଆପଣମାନେ ଦେଖିଥିବେ 3 ଦିନରେ ପୃଥିବୀ ସୃଷ୍ଟି, ତାହା ମଧ୍ୟ କେମିତି 3 ଦିନର ସୃଷ୍ଟି, এই বিষয় ମଧ୍ୟ এই ভিডিওর ଶେଷରେ ଆପଣମାନଙ୍କ ପାଖରେ ପ୍ରକାଶ କରିବି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ପୃଥିବୀ ସୃଷ୍ଟିକୁ ନେଇ ଅନେକ ଲୋକ ଅନେକ ପ୍ରକାର କଥା କହନ୍ତି। ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ କିଛି ସମୟ ସଠିକ୍ ଭାବରେ ଶୁଣିବା ପାଇଁ ଚେଷ୍ଟା କରନ୍ତୁ ଏବଂ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣ ସମସ୍ତ ଲୋକଙ୍କୁ ସଦାପ୍ରଭୁଙ୍କ ନାମରେ ମୁଁ ଦୟାଦାନ ନମସ୍କାର କରୁଅଛି। ପ୍ରଭୁଙ୍କର ପ୍ରିୟ ଲୋକମାନେ, ସୃଷ୍ଟି ଅଲଗା ଏବଂ ଏହି ସୃଷ୍ଟିକୁ ବନାଇଥିବା ବ୍ୟକ୍ତି ଅଲଗା। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ପୃଥିବୀ କେମିତି ସୃଷ୍ଟି ହୋଇଅଛି এই ବିଷୟରେ ପ୍ରକାଶ କରିବି। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ଲୋକମାନେ এই ପ୍ରକାର ଭିଡ଼ିଓକୁ ଦେଖିବା ପାଇଁ ଇଚ୍ଛା କରନ୍ତି ନାହିଁ ଏବଂ ସେମାନଙ୍କୁ ଲମ୍ବା ଭିଡ଼ିଓ ଦରକାର ନାହିଁ, ଅଧଘଣ୍ଟା ଘଣ୍ଟା ଏ ପ୍ରକାର ଭିଡ଼ିଓ ଦରକାର ନାହିଁ। ଲୋକମାନଙ୍କୁ 2 ମିନିଟ୍ କିମ୍ବା 3 ମିନିଟ୍ର ଭିଡ଼ିଓ ଦରକାର। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ଦେଖନ୍ତୁ, କାରଣ ଆପଣମାନେ ଜାଣିପାରିବେ, ଜାଣିଲେ ଯେ ଅନ୍ୟ ଜଣକୁ ଆପଣମାନେ ଜଣାଇ ପାରିବେ। ସଦାପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ ଯେ ବର୍ତ୍ତମାନ ଆପଣମାନେ ଏହି ଭିଡ଼ିଓକୁ ଦେଖୁଅଛନ୍ତି। এই ଜାଗାରେ ଲେଖାଯାଏ, ଆମ୍ଭେମାନେ ଦେଖିବା ପ୍ରଭୁଙ୍କର ପ୍ରିୟ ଲୋକମାନେ, ଅନେକ ପ୍ରକାର ଅନେକ ଲୋକମାନେ ଅର୍ଥାତ୍ ଅନେକ ଧର୍ମର ଲୋକମାନେ କିମ୍ବା ଅନେକ ଜାତିର ଲୋକମାନେ କୁହନ୍ତି ପୃଥିବୀ ଏମିତି ସୃଷ୍ଟି ହୋଇଅଛି, ପୃଥିବୀ ସେମିତି ସୃଷ୍ଟି ହୋଇଅଛି। ଅନେକ ଲୋକ ଅନେକ ପ୍ରକାର କଥା କହନ୍ତି। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ବିଷୟରେ ବାଇବେଲ କ'ଣ କହେ এই ବିଷୟରେ ଦେଖିବା ନିମନ୍ତେ ଯିବା ଏବଂ ଆଉ ଗୋଟିଏ ବିଷୟ ମଧ୍ୟ ଆପଣମାନଙ୍କ ପାଖରେ ପ୍ରକାଶ କରିଅଛି। ସୃଷ୍ଟି ଅଲଗା ଏବଂ ସୃଷ୍ଟିକୁ ବନାଇଥିବା ବ୍ୟକ୍ତି ଅଲଗା। ଏ ବିଷୟ ଆପଣମାନେ ଧ୍ୟାନ ଦିଅନ୍ତୁ। କିନ୍ତୁ ଏହି ସୃଷ୍ଟି ବିଷୟରେ, ପୃଥିବୀ ସୃଷ୍ଟି ବିଷୟରେ ବାଇବେଲ କ'ଣ କହେ ଏ ବିଷୟ ଜାଣିବା। ମନୁଷ୍ୟ ମାଟି ଦ୍ୱାରା ବନାଯାଇଅଛି। ଆମ୍ଭେମାନେ ଭୂମିର ମାଟି ବା ସେଇ ଧୂଳି ଦ୍ୱାରା ଆମ୍ଭେମାନେ ବନାଯାଇଅଛୁ ଏବଂ ଆପଣମାନେ ପ୍ରାକୃତିକ ଯାହା କିଛି ଦେଖୁଅଛନ୍ତି, ସେଇ ପରମେଶ୍ୱରଙ୍କର ମୁଖରୁ ଉଦ୍ଗାରିତ ହୋଇଥିବା ସେଇ ଶବ୍ଦ ଦ୍ୱାରା এই ପୃଥିବୀ ସୃଷ୍ଟି ହୋଇଅଛି। ବାଇବେଲ ପ୍ରୁଫ୍ ଦେଉଅଛି। ମୋର ନିଜର ଜ୍ଞାନ ଅନୁସାରେ କହୁନାହିଁ, ବାଇବେଲରେ ଲେଖା ଅଛି ପରମେଶ୍ୱରଙ୍କର ମୁଖର ଶବ୍ଦ ଦ୍ୱାରା এই ପୃଥିବୀ ସୃଷ୍ଟି ହୋଇଅଛି ଏବଂ ମନୁଷ୍ୟକୁ ପରମେଶ୍ୱର ମାଟି ଦ୍ୱାରା ଧୂଳି ଦ୍ୱାରା ସୃଷ୍ଟି କଲେ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ ବୁଝନ୍ତୁ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। କିଛି ବିଷୟ ଆମ୍ଭେମାନେ ଜାଣିବା, ତାପରେ ଆଗକୁ ବଢ଼ିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, କିଛି ମଧ୍ୟ ନଥିଲା, ମାତ୍ର ପରମେଶ୍ୱର ଥିଲେ। এই ପୃଥିବୀ ନଥିଲା ଏବଂ ଆମ୍ଭେମାନେ ମଧ୍ୟ ନଥିଲୁ। କିଛି ମଧ୍ୟ ନଥିଲା, ମାତ୍ର ପରମେଶ୍ୱର ଥିଲେ। ବାଇବେଲରେ ଲେଖାଯାଏ, ଯିଶାୟ ତାର 43 ତାର 10 ପଦରେ ଲେଖାଯାଏ। ପ୍ରଭୁଙ୍କର ପ୍ରିୟ ଲୋକମାନେ, এই ଜାଗାରେ ଲେଖାଯାଏ,
आम पूर्व कौन ईश्वर निर्मित नहेला किए बा आम उत्तारे नहेब। प्रभुंकर प्रिय लोक मैंने किए थिले आद्ୟରେ आद्ୟରେ किए थिले गॉड बा ईश्वर थिले जो परमेश्वर आपण माने सेवा आराधना करुअछ से परमेश्वर एवं अनेक लोक माने भावती परमेश्वर आशीर्वाद करती किंतु ताहांको दृष्टि जदि आम्भे माने मंद कार्य करवा ताहले से परमेश्वर ही विनाश करती। ए विषय मध्य आपण माने ध्यान दियंतु। प्रभुंकर प्रिय लोक माने ए पृथ्वी केमिति परमेश्वर गोटे जगार स्थिर कर रखिछंती ता आपण माने कल्पना मध्य करि परिबे नाही। जेमिति प्रभुंकर प्रिय लोक माने उदाहरण स्वरूप गोटे कुकुड़ार पक्षी को जदि आपण माने ऊपर तल कर छाड़ी देबे ताहले से तल को गिरी अदरिब बा पड़ी छिब। किंतु पृथ्वी परमेश्वर एमिति रखिछंती जे कुआड़े मध्य से जाई पारु नाही, गोटे जगार स्थिर अछि, केही मध्य ताको धरि नांती। एवं आउ गोटे विषय मध्य कहिबा पाई चाहे आमे माने घर बनाइबा निमंते पिलर करिथाउ, छात पकाइबा समय रे पिलर करिथाउ बा घर बने प्रथम रे आमे माने पिलर करिथाउ तापरे आमे माने छात पकाइथाउ। किंतु आकाश को आपण माने देखंतु कोनोसी पिलर नाही, तो से लटिकी की अछि, स्थिर होई अछि। केमिति आउ गोटे विषय मध्य कहिबा पाई चाहे आमे माने खरा समय रे पानी को ठंडा करिबा निमंते एवं बरफ करिबा निमंते फ्रिज रे रखिथाउ। किंतु भावंतु प्रभुंकर प्रिय लोक माने जदि वर्षा हुए ताले ऊपर तळु वर्षा आसे आपण माने समस्ते जानती। किंतु बरफ सेई जगार केमिति हुए जे बरफ तଳରେ पड़े वर्षा समय रे आपण माने भाबी मध्य पारिबे नाही। परमेश्वर विषय रे आपण माने भाबी मध्य पारिबे नाही। आमे तो गोटे माटीर मनुष्य, हमर देहरे जेते घसिले मध्य मैला ही पारिबो। ए मनुष्य केबे मध्य परमेश्वर को भाबिबा निमंते इच्छा करी नाही एवं अनेक लोक भावंती मध्य नाही। आमे काहेरे बना जाई अछु, केमिति बना ही अछु, काहे कि परमेश्वर सृष्टि कले ए विषय लोक माने भाबु नांती। किंतु प्रभुंकर प्रिय लोक माने प्रभु जीशुंको नाम रे धन्यवाद हो जे बाइबल रे अनेक विषय लिखा जाए पृथ्वी सृष्टि को नहीं। प्रभुंकर प्रिय ख्रीष्टीय विश्वासी विश्वासिनी माने प्रभुंकर प्रिय दासदासी माने एवं जो माने ईश्वरंकर पवित्र बाइबल को अध्ययन करूछंती आपण माने जानिथिबे पृथ्वी केमिति सृष्टि होई अछि। किंतु आपण मान को कहिबा पई 3 दिन रे आमे माने भाग करी देखिबा। ए वीडियो शेष रे परमेश्वर प्रभुंकर प्रिय लोक माने परमेश्वर सबु समय रे सबु जगह रे रहंती, से सबु जगह रे रहंती एवं परमेश्वर सबु किछि जानती बा करि पारिबे एवं से सर्वज्ञानी अटंती। परमेश्वर को पैसा दे किणी हेबो नाही एवं परमेश्वर को डरै हेबो नाही। किंतु प्रभुंकर प्रिय लोक माने आम्भे माने सृष्टि विषय देखुअछु। आसंतु आम्भे माने बाइबल रे कोन लेखा जाए से विषय देखिबा निमंते जिबा। आदि पुस्तक तार 1:1 बाइबल रो प्रथम पद पर्व आद्ୟରେ परमेश्वर स्वर्ग और पृथ्वी सृष्टि कले। এই विषय को नहीं अनेक लोक अनेक प्रश्न करती, जो माने जानी नांती से माने प्रश्न करती। किंतु एमिति लोक माने मध्य अछंती जानी सुनी कि मध्य प्रश्न करती। आद्ୟରେ परमेश्वर स्वर्ग और पृथ्वी सृष्टि कले। लोक मानकर प्रश्न थिबो मनुष्य को सृष्टि न करी आद्ୟରେ परमेश्वर स्वर्ग और पृथ्वी काहे सृष्टि कले ए विषय लोक माने कहंती। किंतु ए विषय रे कहार जदि पचारिबार अछि ताले आपण माने मेसेज करंतु, आपण मानकर प्रश्नर उत्तर मध्य दिया जिवो। किंतु प्रभुंकर प्रिय लोक माने
ଆଦ୍ୟରେ ପରମେଶ୍ୱର ଆକାଶ ଏବଂ ପୃଥିବୀକୁ ସୃଷ୍ଟି କଲେ। ପ୍ରଥମ ଦିନରେ ପରମେଶ୍ୱର ଦୀପ୍ତି ସୃଷ୍ଟି କଲେ ବା ଜ୍ୟୋତିର୍ଗଣ ଯେତେ ଉଜ୍ଜଳ ଆପଣମାନେ ଦେଖୁଛନ୍ତି ସମସ୍ତ ବିଷୟ ସୃଷ୍ଟି କଲେ। ଏବଂ ଦ୍ୱିତୀୟ ଦିନରେ ପରମେଶ୍ୱର ଜଳ, ଆପଣମାନେ ଯାହା କିଛି ଦେଖୁଛନ୍ତି ଜଳ, ସେଇ ଜଳ ଦୁଇ ଭାଗ କଲେ, ସମୁଦ୍ର ସ୍ଥଳ ଦୁଇ ଭାଗ କଲେ। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ତୃତୀୟ ଦିନରେ ସ୍ଥଳ ପ୍ରକାଶ କଲେ ବା ଭୂମଣ୍ଡଳ ବା ମାଟି। ଏବଂ ପ୍ରଭୁଙ୍କର ପ୍ରିୟ ଲୋକମାନେ ଚତୁର୍ଥ ଦିନରେ ଆଦି ପୁସ୍ତକ ତାର 1:14 ଲେଖାଯାଏ, ଆପଣମାନଙ୍କ ପାଖରେ ଗୋଟିଏ ଗୋଟିଏ କରି ଆପଣମାନଙ୍କ ପାଖରେ ପ୍ରକାଶ କରିବା ପାଇଁ ଚାହେଁ। ଏହି ପ୍ରକାର କହିଲେ ଆପଣମାନେ ବୁଝିପାରିବେ କିମ୍ବା ପାରିବେ ନାହିଁ, ଏ ବିଷୟ ତ କହିପାରିବି ନାହିଁ, କିନ୍ତୁ ଆପଣମାନଙ୍କ ପାଖରେ এই ପଦପର୍ବ ଆପଣମାନଙ୍କ ପାଖରେ ପ୍ରକାଶ କରୁଅଛି। ଆପଣମାନେ ଦେଖନ୍ତୁ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଏବଂ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କର ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଅନନ୍ତର ପରମେଶ୍ୱର କହିଲେ ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ଆଉ ପରମେଶ୍ୱର ଦୀପ୍ତିକୁ ଦେଖିଲେ ଯେ ତାହା ଉତ୍ତମ, ତ ପରମେଶ୍ୱର ଅନ୍ଧକାରକୁ ଦୀପ୍ତିକୁ ଭିନ୍ନ କଲେ। ପୁଣି ପରମେଶ୍ୱର ଦୀପ୍ତିର ନାମ ଦିବସ ଓ ଅନ୍ଧକାରର ନାମ ରାତ୍ରି ଦେଲେ। ତ ସନ୍ଧ୍ୟା ଓ ପ୍ରାନ୍ତକାଳ ହୋଇ ପ୍ରଥମ ଦିନ ହେଲା। এই ପ୍ରଥମ ଦିନରେ ପରମେଶ୍ୱର ଏହିସବୁ ସୃଷ୍ଟି କଲେ। ଏବଂ ଦ୍ୱିତୀୟ ଦିନରେ ଆମ୍ଭେମାନେ ଦେଖିବା, ଅନନ୍ତର ପରମେଶ୍ୱର କହିଲେ ଜଳ ମଧ୍ୟରେ ଶୂନ୍ୟଜାତ ହୋଇ ଜଳକୁ ଦୁଇ ଭାଗରେ ଭିନ୍ନ କରୁ। ଏହି ରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ମନୁଷ୍ୟର ଉର୍ଦ୍ଧ୍ୱସ୍ଥ ଜଳରୁ ଶୂନ୍ୟର ଅଧ୍ୟସ୍ଥ ଜଳକୁ ଭିନ୍ନ କଲେ। ତେଣୁ ସେଇ ରୂପ ହେଲା। ଆଉ ପରମେଶ୍ୱର ସେଇ ଶୂନ୍ୟର ନାମ ଆକାଶ ମଣ୍ଡଳ ଦେଲେ। ପୁଣି ସନ୍ଧ୍ୟା ଓ ପ୍ରାନ୍ତକାଳ ହୋଇ ଦ୍ୱିତୀୟ ଦିବସ ହେଲା। ଆପଣମାନେ ବୁଝନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆମମାନେ ଦେଖିବା ତୃତୀୟ ଦିନ ବିଷୟରେ। ଅନନ୍ତର ପରମେଶ୍ୱର କହିଲେ ଆକାଶ ମଣ୍ଡଳ ଅଧ୍ୟସ୍ଥ ସମଗ୍ର ଜଳ ଏବଂ ସ୍ଥାନରେ ସଂଗୃହୀତ ହେଉ, ଅସ୍ଥଳ ପ୍ରକାଶ ହେଉ, ତହିଁରେ ସେଇ ରୂପ ହେଲା। ପୁଣି ପରମେଶ୍ୱର ଜଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ। ପୁଣି ପରମେଶ୍ୱର ସ୍ଥଳର ନାମ ପୃଥିବୀ ଓ ଜଳରାଶିର ନାମ ସମୁଦ୍ର ଦେଲେ। ଆଉ ପରମେଶ୍ୱର ତାହା ଉତ୍ତମ ଦେଖିଲେ। ଏଥିଉତ୍ତାରେ ପରମେଶ୍ୱର କହିଲେ ପୃଥିବୀ ଓ ତୃଣ, ସଜୀବ ଶାଗ ଓ ସଜୀବ ସଜୀବ ସଳିତ ଶସ୍ୟ ଜାତି ଅନୁସାରେ ଫଳ ଉତ୍ପାଦକ ଫଳ ବୃକ୍ଷ ଭୂମି ଉପରେ ଉତ୍ପନ୍ନ କରୁ। ତହିଁ ସେଇ ରୂପ ହେଲା, ସେହିପରି ହେଲା। ଅର୍ଥାତ୍ ପୃଥିବୀ ତୃଣ ଶସ୍ୟ ଜାତି ଅନୁସାରେ ଜୀବ ଉତ୍ପାଦକ ଶାଗ, ଶସ୍ୟ ଜାତି ଅନୁସାରେ ସଜୀବ ଉତ୍ପାଦକ ବୃକ୍ଷ ଉତ୍ପନ୍ନ ହେଲା। ପୁଣି ପରମେଶ୍ୱର ତାହା ଉତ୍ତମ ଦେଖିଲେ। ପୁଣି ସନ୍ଧ୍ୟା ଓ ପ୍ରାନ୍ତକାଳ ହୋଇ ତୃତୀୟ ଦିବସ ହେଲା। ଏବଂ ଆମେମାନେ ଦେଖିବା ଚତୁର୍ଥ ଦିବସ। ଆପଣମାନେ ବୁଝନ୍ତୁ, ଅନନ୍ତର ପରମେଶ୍ୱର କହିଲେ ରାତ୍ରିରୁ ଦିବସକୁ ପୃଥକ କରିବା ନିମନ୍ତେ ଆକାଶ ମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ପୁଣି ସେସବୁ ଚିହ୍ନ ଓ ଋତୁ ଓ ଦିବସ ଆଉ ବର୍ଷ କାରଣ ହୁଅନ୍ତୁ। ଆଉ ପୃଥିବୀର ଆଲୁଅ ଦେବା ପାଇଁ ଆକାଶ ମଣ୍ଡଳରେ ସେଇ ଜ୍ୟୋତିର୍ଗଣ ଥାନ୍ତୁ। ତହିଁରେ ସେହିପରି ହେଲା। ଏହି ପ୍ରକାର ପରମେଶ୍ୱର ଦିବସରେ କର୍ତ୍ତୃତ୍ୱ କରିବା ଓ ଏହା ମହାଜ୍ୟୋତି ଓ ରାତିରେ କର୍ତ୍ତୃତ୍ୱ କରିବାକୁ ତାହାଠାରୁ ସାନ ଏକ ଜ୍ୟୋତି, ଏହି ଦୁଇ ମହାଜ୍ୟୋତି ଆଉ ମଧ୍ୟ ତାରାଗଣ ନିର୍ମାଣ କଲେ। ତେଣୁ ପୃଥିବୀ ଦୀପ୍ତି ଦେବା ପାଇଁ ଓ ଦିବା ଓ ରାତ୍ରି ଉପରେ କର୍ତ୍ତୃତ୍ୱ କରିବା ପାଇଁ ଆଉ ଦୀପ୍ତିକି ଅନ୍ଧକାର ପୃଥକ କରିବା ପାଇଁ ପରମେଶ୍ୱର ଆକାଶମଣ୍ଡଳରେ ସେଇ ଜ୍ୟୋତିର୍ଗଣ ସ୍ଥାପନ କଲେ। ଆଉ ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ତହିଁରେ ସନ୍ଧ୍ୟା ପ୍ରାନ୍ତକାଳ ହୋଇ ଚତୁର୍ଥ ଦିବସ ହେଲା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଆମ୍ଭେମାନେ ଆକାଶମଣ୍ଡଳରେ ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ପୁଣି ସେସବୁ ଚିହ୍ନ ଓ ଋତୁ ପରିବର୍ତ୍ତନ କରନ୍ତୁ। ଅନେକ ଲୋକ ଏହି ବିଷୟକୁ ନେଇ ଅନେକ ପ୍ରକାର କଥା କହନ୍ତି, କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ ଆମ୍ଭେମାନେ ଦେଖିବା ଏଥିଉତ୍ତାରେ ପରମେଶ୍ୱର କହିଲେ ଜଳ ବହୁଳ ରୂପେ ଜଙ୍ଗମ ପ୍ରାଣୀମୟ ହେଉ ଓ ପୃଥିବୀର ଉପରସ୍ଥିତ ଆକାଶମଣ୍ଡଳର ପକ୍ଷୀଗଣ ହୁଅନ୍ତୁ। ଆଉ ପରମେଶ୍ୱର ବୃହତ୍ ତିମିଙ୍ଗ ପ୍ରକୃତି ଶୋଷ ଜାତି ଅନୁସାରେ ବହୁଳ ରୂପେ ଜଳଜ ଜଳଙ୍ଗ ପ୍ରାଣୀ ବର୍ଗ
ଓ ଶୋଷ ଜାତି ଅନୁସାରେ ପକ୍ଷୀଗଣର ସୃଷ୍ଟି କଲେ। ପରମେଶ୍ୱର ଏହି ସମସ୍ତ ଉତ୍ତମ ଦେଖିଲେ। ପୁଣି ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କରି କହିଲେ, ପ୍ରଜାବନ୍ତ ବହୁବଂଶ ହୋଇ ସମୁଦ୍ର ଜଳ ଉପରେ ପରିପୂର୍ଣ୍ଣ କର, ଆଉ ପୃଥିବୀର ପକ୍ଷୀଗଣ ବହୁ ସଂଖ୍ୟାକୁ ହୁଅନ୍ତୁ। ତହିଁରେ ସନ୍ଧ୍ୟା ପ୍ରାନ୍ତକାଳ ହୋଇ ପଞ୍ଚମ ଦିବସ ହେଲା। ଖ୍ରୀଷ୍ଟୀୟ ଲୋକମାନେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସନ୍ଧ୍ୟା ଓ ପ୍ରାନ୍ତକାଳ ହୋଇ କାହିଁକି ଆଉ ଗୋଟିଏ ଦିନ ହେଉଛି, ଏ ବିଷୟରେ ଅର୍ଥ ମଧ୍ୟ ଅଛି। କିନ୍ତୁ ଦେଖିବା, ଅନନ୍ତର ପରମେଶ୍ୱର କହିଲେ, ପୃଥିବୀରେ ଶୋଷ ଜାତି ଅନୁସାରେ ପ୍ରାଣୀବର୍ଗ ଅର୍ଥାତ୍ ପ୍ରାଣୀ, ଗ୍ରାମ୍ୟ ପଶୁ ଓ ଉରଗାମୀ ଜନ୍ତୁ, ଶୋଷ ଜାତି ଅନୁସାରେ ପୃଥିବୀର ବନ୍ୟ ପଶୁ ଗଣ ଉତ୍ପନ୍ନ ହୁଅନ୍ତୁ। ତହିଁରେ ସେହିପରି ହେଲା। ଏହି ରୂପେ ପରମେଶ୍ୱର ଶୋଷ ଜାତି ଅନୁସାରେ ବନ୍ୟ ପଶୁଗଣ ଓ ଶୋଷ ଜାତି ଅନୁସାରେ ଗ୍ରାମ୍ୟ ପଶୁଗଣ ଓ ଶୋଷ ଜାତି ଅନୁସାରେ ପ୍ରତ୍ୟେକ ଭୂଚର ଉରଗାମୀ ଜନ୍ତୁ ନିର୍ମାଣ କଲେ। ଆଉ ପରମେଶ୍ୱର ସମସ୍ତ ଉତ୍ତମ ଦେଖିଲେ। ଏତି ଉତ୍ତାରେ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଆପଣା ସାଦୃଶ୍ୟରେ ମନୁଷ୍ୟ ନିର୍ମାଣ କରୁ। ସେମାନେ ଜଳଚର, ମତ୍ସ୍ୟଗଣ, ଖେଚର, ପକ୍ଷୀଗଣ, ପଶୁଗଣ, ସମସ୍ତ ଭୂମିରେ ଗମନାଶୀଳ ସବୁ ଉରଗାମୀ ଜନ୍ତୁ ଉପର କର୍ତ୍ତୃତ୍ୱ କରିବେ। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱର ପ୍ରତିମୂର୍ତ୍ତିରେ ସେ ତାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ। 6 ଦିନରେ ପରମେଶ୍ୱର ମନୁଷ୍ୟକୁ ସୃଷ୍ଟି କଲେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ ଯେ ଏ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କଲେ। ଆପଣମାନେ ଈଶ୍ୱରଙ୍କର ପବିତ୍ର ବାଇବେଲ ଯଦି ପଢ଼ିଅଛନ୍ତି ତାହେଲେ ଆପଣମାନେ ଜାଣିପାରୁଥିବେ। କିନ୍ତୁ ପ୍ରଭୁଙ୍କର ପ୍ରିୟ ଲୋକମାନେ, 3 ଦିନରେ କାହିଁକି ସୃଷ୍ଟି ପୃଥିବୀ? ଦେଖନ୍ତୁ, ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଥମ ଦିନ, ତୃତୀୟ ଦିନ, 2 ଦିନ, 3 ଦିନ, 4 ଦିନ, 5 ଦିନ, 6 ଦିନ। ପ୍ରଥମ ଦିନକୁ 4 ଦିନ ସହିତ ମିଶାଇବା ଏବଂ 2 ଦିନକୁ 5 ଦିନ ସହିତ ମିଶାଇବା ଏବଂ 3 ଦିନକୁ 6 ଦିନ ସହିତ ମିଶାଇବା। ଆପଣମାନେ ନିଜେ ନିଜେ ମିଶାଇକି ଦେଖନ୍ତୁ, କାରଣ ଲେଖାଯାଏ, ଆପଣମାନେ ବୁଝନ୍ତୁ, ପ୍ରଥମ ଦିନକୁ 4 ଦିନ ସହିତ ମିଶାଉଅଛି। ଆପଣମାନେ ବୁଝିବା ପାଇଁ ଚେଷ୍ଟା କରନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀକୁ ସୃଷ୍ଟି କଲେ। ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କର ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲା। ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ଏହା ହେଉଛି ପ୍ରଥମ ଦିନକୁ ଆମେମାନେ 4 ଦିନ ସହିତ ମିଶାଉଅଛୁ। ଦୀପ୍ତି ହେଲା, ଆମେ 4 ଦିନ ସହିତ ମିଶାଇବା। ଦେଖନ୍ତୁ, 4 ଦିନ ସହିତ ମିଶାଉଅଛି। ଏ ପ୍ରଥମ ଦିନକୁ ଦୀପ୍ତି ବନାଇଲେ ପ୍ରଭୁ ଯୀଶୁ। ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ। ପ୍ରଥମ ଦିନ 4 ଦିନକୁ ମିଶାଉଅଛି। ଅନନ୍ତର ପରମେଶ୍ୱର କହିଲେ, ରାତ୍ରିରୁ ଦିବସକୁ ପୃଥକ କରିବା ନିମନ୍ତେ ଆକାଶମଣ୍ଡଳର ଜ୍ୟୋତିର୍ଗଣ ଉତ୍ପନ୍ନ ହୁଅନ୍ତୁ। ପୁଣି ସେସବୁ ଚିହ୍ନ, ଋତୁ, ଦିବସ ଆଉ ବର୍ଷର କାରଣ ହୁଅନ୍ତୁ। ଆଉ ପୃଥିବୀରେ ଆଲୁଅ ଦେବା ପାଇଁ ଆକାଶମଣ୍ଡଳ ସେହି ଜ୍ୟୋତିର୍ଗଣ ଥାନ୍ତୁ। ତହିଁରେ ସେହିପରି ହେଲା। ଦୀପ୍ତି ଏବଂ ଜ୍ୟୋତିର୍ଗଣ ଆଲୁଅ ଦେବା ପାଇଁ ଆକାଶମଣ୍ଡଳ ଦୀପ୍ତି ସହିତ ମିଶୁଅଛି। ଏହି ପ୍ରକାର ପ୍ରଭୁଙ୍କର ପ୍ରିୟ ଲୋକମାନେ, ଆପଣମାନେ 1 ଦିନ ସହିତକୁ 4 ଦିନ ସହିତ ମିଶାନ୍ତୁ ଏବଂ 2 ଦିନକୁ 5 ଦିନ ସହିତ, 3 ଦିନକୁ 6 ଦିନ ସହିତ ମିଶାନ୍ତୁ। ପ୍ରଭୁଙ୍କର ପ୍ରିୟ ଲୋକମାନେ, ଏହି ସୃଷ୍ଟିକୁ ନେଇ ଅନେକ ବିଷୟ ଆପଣମାନଙ୍କ ପାଖରେ ପ୍ରକାଶ କରିଥାନ୍ତି, କିନ୍ତୁ ଆପଣମାନେ ଦେଖିବା ପାଇଁ ଇଚ୍ଛା କରିବେ ନାହିଁ। କ'ଣ ପାଇଁ ସନ୍ଧ୍ୟା ଓ ପ୍ରାନ୍ତକାଳ? ଆପଣମାନେ କେବେ ଜାଣିଛନ୍ତି ପ୍ରଭୁଙ୍କର ପ୍ରିୟ ଲୋକମାନେ, ତା'ର କାରଣ କ'ଣ? ସନ୍ଧ୍ୟା ଓ ପ୍ରାନ୍ତକାଳ, ସନ୍ଧ୍ୟା ଓ ପ୍ରାନ୍ତକାଳ, ଅନେକ ବିଷୟ ଅଛି, ଅନେକ ବିଷୟ। ଏବଂ ଆଉ ଗୋଟେ ବିଷୟ ମଧ୍ୟ କହିବା ପାଇଁ ଚାହେଁ। ଲୋକମାନେ କହନ୍ତି ମାଙ୍କଡ଼ ଦ୍ୱାରା ମଣିଷ। ଯଦି ମାଙ୍କଡ଼ ଦ୍ୱାରା ଯଦି ମଣିଷ ହେଇଥାନ୍ତୁ, ତାହେଲେ ମାଙ୍କଡ଼କୁ ଯେଉଁ ଲାଞ୍ଜ ଅଛି ତାର ଚିହ୍ନା ଥାନ୍ତା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଏହି ପୃଥିବୀକୁ ପରମେଶ୍ୱର ସୃଷ୍ଟି କଲେ ଏବଂ ଆମମାନଙ୍କୁ ମଧ୍ୟ ମାଟି ଦ୍ୱାରା ସୃଷ୍ଟି କଲେ। ଆମେ ମାଟି ଦ୍ୱାରା ଉତ୍ପନ୍ନ ଏବଂ ମାଟି ଦ୍ୱାରା ଆମେମାନେ ପୁନର୍ବାର ମିଶିଯିବା। ପ୍ରଭୁଙ୍କର ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁଙ୍କ ନାମରେ ଧନ୍ୟବାଦ ହେଉ। ଆପଣଙ୍କର ମତାମତ କ'ଣ ଆପଣମାନେ ମେସେଜ କରନ୍ତୁ। ଆପଣଙ୍କ ପାଇଁ ଅନେକ ପ୍ରକାର ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ଅପଲୋଡ଼ ହେବ। ଆପଣମାନେ ନିହାତି ଭାବରେ ଦେଖିବେ ଏବଂ ଆପଣମାନେ ଏହି ଚ୍ୟାନେଲକୁ ସପୋର୍ଟ କରନ୍ତୁ। ଖ୍ରୀଷ୍ଟୀୟ ବିଶ୍ୱାସୀମାନେ ଏବଂ ପ୍ରଭୁଙ୍କର ପ୍ରିୟ ପ୍ରତ୍ୟେକ ଲୋକମାନେ